ନମସ୍କାର। ମୋର ଗଳ୍ପର ଶୀର୍ଷକ ଅତୀତର ଛାଇ। ବର୍ଷା ଦିନର ଏକ ସୁନ୍ଦର ସନ୍ଧ୍ୟା। କଲିକତାର ଇଷ୍ଟ ବ୍ଲକର ଏକ ପୁରୁଣା କଫି ହାଉସ୍ ଭିତରେ କାଚ ଝରକା ଦେଇ ହେଉଥିବା ଅବିରତ ବର୍ଷାକୁ ଦେଖୁଥିଲା ଅପରାଜିତା। ପାଣିର ପ୍ରତିଟି ଟୋପା ତାକୁ ଅତୀତର କିଛି ଭୁଲି ଯାଇଥିବା ସ୍ମୃତିକୁ ମନେ ପକାଇ ଦେଉଥିଲା। ଖବରକାଗଜରେ ତା'ର ଗୋଟିଏ ନୂଆ ପୁସ୍ତକର ସମୀକ୍ଷା ପ୍ରକାଶ ପାଇଥିଲା ସତ, କିନ୍ତୁ ତା ମନ ସେଥିରେ ନଥିଲା। ଅପରାଜିତା ଏକ ସଫଳ ସାହିତ୍ୟିକା ଥିଲେ, କିନ୍ତୁ ତାଙ୍କ ଜୀବନର ସବୁଠୁ ସୁନ୍ଦର ଅଧ୍ୟାୟ 10 ବର୍ଷ ପୂର୍ବେ ଅଧାରେ ରହିଯାଇଥିଲା। ସେ ଅଧ୍ୟାୟର ନାମ ଥିଲା ଅବିନାଶ। ହଠାତ୍ କଫି ହାଉସ୍ର ପ୍ରବେଶ ପଥ ଦେଇ ଜଣେ ଲୋକ ଭିତରକୁ ଆସିଲେ। ଲୋକଟି ପ୍ରାୟତଃ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲେ ଏବଂ ନିଜ ହାତରେ ଏକ ପୁରୁଣା ବହି ଧରିଥିଲେ। ଅପରାଜିତା ସେହି ଚେହେରାକୁ ଦେଖିଲା କ୍ଷଣି ହୃଦୟରେ ଗତି ହଠାତ୍ ବଢ଼ିଗଲା। ସେହି ଆଖି, ସେହି ବଙ୍କା ନାକ ଓ ସେହି ଚୁଟି ଷ୍ଟାଇଲ୍, ସବୁକିଛି ଠିକ୍ ଅବିନାଶ ପରି। ଲୋକଟି ଗୋଟିଏ ଟେବୁଲ ପାଖରେ ବସି ନିଜ ଓଦା ବାଳକୁ ଠିକ୍ କରିବାକୁ ଲାଗିଲା। ଅପରାଜିତା ନିଜ ଜାଗାରୁ ଉଠି ସାହସ କରି ତାଙ୍କ ଆଡ଼କୁ ଗଲା। ଅବିନାଶ? ଅପରାଜିତାଙ୍କ ସ୍ୱରରେ ଥିଲା ଜିଜ୍ଞାସା ଓ ଆଶାର ଏକ ମିଶ୍ରିତ ଭାବ। ଲୋକଟି ମୁଣ୍ଡ ଉଠାଇ ଅପରାଜିତାକୁ ଦେଖିଲା। ତାଙ୍କ ଆଖିରେ ଥିଲା ଗଭୀର ନୀରବତା, ଯେଉଁଥିରେ ଅପରାଜିତା ନିଜର ସମସ୍ତ ଅତୀତକୁ ଖୋଜି ପାଉଥିଲା। ସେହି ଦୁଇଟି ଆଖି ଯେମିତି ତାକୁ କହୁଥିଲା, ହଁ, ମୁଁ ତୁମର ଅବିନାଶ। ସେଇ ଗୋଟିଏ ମୁହୂର୍ତ୍ତ, କିନ୍ତୁ ତା ଭିତରେ ଯେମିତି ପୁରା ଯୁଗଟିଏର ଚିତ୍ର ଝଲସି ଉଠିଲା। ଅପରାଜିତା ସେହି ମୁହୂର୍ତ୍ତରେ ସତେକି ଦେଖିପାରୁଥିଲା ତାଙ୍କର ପ୍ରଥମ ଭେଟ, ଲୁଚି ଲୁଚି କଫି ପିଇବା, ଏକାଠି ବହି ପଢ଼ିବା ଏବଂ ଶେଷରେ ସେହି କଷ୍ଟଦାୟକ ବିଦାୟର ଦୃଶ୍ୟ, ଯେତେବେଳେ ଅବିନାଶ ତାଙ୍କୁ ଛାଡ଼ି ବିଦେଶରେ ଏକ ଉନ୍ନତ ଭବିଷ୍ୟତ ଗଢ଼ିବା ପାଇଁ ଚାଲିଗଲେ। ସେ ବୁଝିପାରିଲା, ସେ କାହାକୁ ଭୁଲିଯିବା କଷ୍ଟ ନୁହେଁ, ବରଂ କଷ୍ଟ ହେଉଛି ସେମାନଙ୍କ ସହିତ ଜଡ଼ିତ ସ୍ମୃତିର ଓଜନକୁ ସାରା ଜୀବନ ବୋହିବା। ସେ ମନେ ପକାଇ ଚାଲିଥିଲା କିପରି ଠିକ୍ ଏହିପରି ଏକ ବର୍ଷା ଦିନ ସନ୍ଧ୍ୟାରେ ସେମାନେ ଶେଷ ଥର ପାଇଁ ଭେଟିଥିଲେ। ଅପରାଜିତା କିଛି କହିବା ପୂର୍ବରୁ ସେହି ମୁହୂର୍ତ୍ତର ଶାନ୍ତି ଭଙ୍ଗ ହେଲା ଯେତେବେଳେ ଲୋକଟି ସେଠୁ ଉଠି କହିଲା, ନା, ମୋ ନାଁ ଅବିନାଶ ନୁହେଁ। ତା'ର ସ୍ୱର ଶୁଷ୍କ ଓ ଅସ୍ଥିର ଥିଲା, ଯେମିତି ସେ ଜବରଦସ୍ତ ଏକ ସତ୍ୟକୁ ଲୁଚାଉଛି। ମୋ ନାଁ ହେଉଛି ଆରୋସ, ସେ କହିଲେ, କିନ୍ତୁ ମୁଖରେ କୌଣସି ପ୍ରକାର ଭାବର ପରିବର୍ତ୍ତନ ନଥିଲା। ଅପରାଜିତା ପଚାରିଲା, ତୁମର ଆଖି, ତୁମର କଥା କହିବାର ଢଙ୍ଗ, ତୁମେ ନିଶ୍ଚିତ ଭାବରେ? ଆରୋସ ହଠାତ୍ ଉଠି ଠିଆ ହେଲେ। ତାଙ୍କ ଚେହେରାରେ ଏକ ନିଷ୍ପାପ ଝଲକ ଦେଖାଯାଉଥିଲା, 10 ବର୍ଷର ପୁରୁଣା ସତ୍ୟକୁ ଆଉ ଥରେ ପୋତି ଦେବାର ଦୃଢ଼ତା। କିନ୍ତୁ ଅପରାଜିତା ଲକ୍ଷ୍ୟ କଲା ଯେ ସେ ତାଙ୍କ ଡାହାଣ ହାତର ଅଙ୍ଗୁଠି କ୍ଷଣିକ ପାଇଁ କାଠ ଟେବୁଲ ଉପରେ ପଡ଼ିଥିବା ତାଙ୍କର ପୁରୁଣା ବହି ଉପରେ ଲେଖିଦେଲେ। ତୁମେ ଏହି ବହିଟି କେଉଁଠୁ ପାଇଲ? କହୁ କହୁ ଅପରାଜିତା ଆଖିରେ ଲୁହ ଝରି ଆସିଲା। ଲୋକଟି ହଠାତ୍ ଉଠି ଠିଆ ହେଲା। ତା ମୁହଁରୁ ସବୁ ଭାବ ଲିଭିଗଲା ଯେମିତି। ସେ ପ୍ରକୃତରେ ସେହି ସ୍ମୃତିକୁ ଭୟ କରୁଥିଲା, ଯାହା ତାଙ୍କୁ ପୁଣି ଥରେ ଦୁର୍ବଳ କରିଦେବ। ସେ ଅପରାଜିତାର ପ୍ରଶ୍ନକୁ ସମ୍ପୂର୍ଣ୍ଣ ରୂପେ ଅଣଦେଖା କଲା। ତାଙ୍କର ଓଠରେ କିଛି କହିବାର ଚେଷ୍ଟା କରୁଥିଲା, ଏହିଭଳି ମୁହୂର୍ତ୍ତ ଆଗରୁ କେବେ ହୁଏତ ଆସିନାହିଁ। ସେ ଦୃଢ଼ ସ୍ୱରରେ କହିଲା ଯେ ମୁଁ ଭୁଲରେ ଭିତରକୁ ଆସିଗଲି ବୋଧେ। ଏତିକି କହି ବୁଲି ପଡ଼ି ଆଦୌ ପଛକୁ ନ ଚାହିଁ ବାହାରର ଭିଡ଼ ଭିତରେ ହଜିଗଲା। ବାହାରର ଓଦା ରାସ୍ତାରେ ତାଙ୍କ ପାଦର ଶବ୍ଦ ବର୍ଷାର ଶବ୍ଦ ସହିତ ମିଶିଗଲା। ଅପରାଜିତା ସେହି ଝରକା ପାଖରେ ଠିଆ ହୋଇ ଦେଖୁଥିଲା, ଆଉ ସେ ଜାଣିଗଲା କି ସେ ହିଁ ଅବିନାଶ ଥିଲା। ଦୀର୍ଘଶ୍ୱାସ ମାରି ଭାବିଲା, ହଁ, ସେମାନଙ୍କ ଜୀବନର ପୃଷ୍ଠା ବହୁ ପୂର୍ବରୁ ବନ୍ଦ ହୋଇସାରିଛି। ସେହି ଗୋଟିଏ ମୁହୂର୍ତ୍ତ ସେ ଦୁହେଁ ସେହି ଯୁଗକୁ ଦେଖୁଥିଲେ, ଯେଉଁ ଯୁଗର ପରିସମାପ୍ତିକୁ ସ୍ୱୀକାର କରିବା ପାଇଁ ଅବିନାଶ ପଛକୁ ଚାହିଁ ନ ଚାଲିଗଲା। କାରଣ ସେ ଜାଣିଥିଲା, ପଛକୁ ଚାହିଁଲେ କାଳେ ପୁଣି ଅତୀତରେ ହଜିଯିବ କି? ଅପରାଜିତା ଭିଡ଼ରେ ଆଗକୁ ଯିବାକୁ ଚାହିଁଲା ନାହିଁ। ସେ ନୀରବରେ ନିଜ ଟେବୁଲ ପାଖକୁ ଫେରି ଆସିଲା। କିନ୍ତୁ ସେ ଯିବା ପୂର୍ବରୁ ଅପରାଜିତା ଲକ୍ଷ୍ୟ କରୁଥିଲା, ସେହି ବହି ଉପରେ ଅତ୍ୟନ୍ତ କ୍ଷୀଣ ଭାବରେ ତାଙ୍କ ଆଙ୍ଗୁଠିରେ କିଛି ଲେଖିଦେଲେ। ବହିଟିକୁ ଉଠାଇଲା ଅପରାଜିତା। ବର୍ଷା ଜଳରେ ତାଙ୍କର ପୁରୁଣା ଦସ୍ତଖତ ଥିବା ପୃଷ୍ଠାଟି ଟିକିଏ ଓଦା ହୋଇଯାଇଥିଲା। ଆରୋସ ଯିବା ପୂର୍ବରୁ ଯେଉଁଠି ଆଙ୍ଗୁଠି ଚାଳନା କରିଥିଲା, ସେହିଠାରେ ଅପରାଜିତା ଅନୁଭବ କଲା ଯେ ଏକ ସାମାନ୍ୟ ଓଦା ଚିହ୍ନ ରହିଯାଇଛି। ସେହି ଚିହ୍ନଟିକୁ ହୁଏତ ଅନ୍ୟମାନେ ଦେଖିପାରିବେ ନାହିଁ। ଅପରାଜିତା ହସିଲା, ଏକ କଷ୍ଟଦାୟକ ହସ। ସେ ଜାଣିଥିଲା ଯେ ଲୋକଟି ଅବିନାଶ ହିଁ ଥିଲା। ସେ ଭିଡ଼ ଭିତରେ ହଜିଯାଇଥିଲା ସତ, କିନ୍ତୁ ସେ ପଛକୁ ନ ଚାହିଁବା ପ୍ରତିଜ୍ଞା ପଛରେ ଏକ ବଡ଼ କାରଣ ଥିଲା ନିଶ୍ଚୟ। ସେ ଆଜି ସ୍ୱୀକାର କରିପାରିବ ନାହିଁ, କାରଣ ହୁଏତ ତା'ର ନିଜର ଏକ ନୂଆ ଜୀବନ ଅଛି, କିନ୍ତୁ ସେମାନଙ୍କର ପ୍ରେମ ବି କେବେ ବି ମରିନାହିଁ। ଅପରାଜିତା ବହିଟିକୁ ଛାତିରେ ଜାବୁଡ଼ି ଧରିଲା,
ଏବଂ ଝରକା ବାହାରେ ବର୍ଷାକୁ ଚାହିଁଲା। ଏବେ ତା ହାତରେ ସେଇ ଗୋଟିଏ ମୁହୂର୍ତ୍ତର ଅନ୍ତିମ ସତ୍ୟ ଥିଲା, ଯାହା ନୀରବ ଭାବରେ ପ୍ରତିଜ୍ଞା କରିଗଲା ଯେ ପ୍ରେମ କେବେ ହେଲେ ହଜିଯାଏ ନାହିଁ, ତାହା କେବଳ ଅଲଗା ରୂପ ନେଇଯାଏ। ପେପରରେ ତା ପୁସ୍ତକର ସମୀକ୍ଷା ଉପରେ ପଡ଼ିଥିବା ବର୍ଷା ଟୋପାକୁ ପୋଛିଲା ସେ। ଲିଖିତ ନୂଆ ଉପନ୍ୟାସର ନାଁ ଥିଲା ଅପୂର୍ଣ୍ଣ ମୁହୂର୍ତ୍ତ। ସେ ଜାଣିଗଲା ଏବେ ତା ପାଖରେ ଲେଖିବା ପାଇଁ ଆଉ ଏକ ନୂଆ ଅଧ୍ୟାୟର ଅନୁଭୂତି ବୋଧେ ମିଳିଯାଇଛି, ଯାହା ଏହି ଅପୂର୍ଣ୍ଣ ମୁହୂର୍ତ୍ତକୁ ଦେଇପାରେ ପୂର୍ଣ୍ଣତା। ଧନ୍ୟବାଦ।